ଗୋଟେ ଛୋଟ ଝିଅକୁ ମାନେ ଯିଏ 6 ବର୍ଷର ପିଲାଟାକୁ ଦୁଷ୍କର୍ମ କରିକି ତାକୁ ମର୍ଡର ହେବାଟା ଏଇଟା କେତେ ଦୂର ସବୁବେଳେ ଲାଗିଥାଏ। ଯେଉଁଟାକୁ ବିବାଦ କରିବା ପାଇଁ ଚାହିଁବ ତୁମେ ସେଇଟା ବିବାଦ ହେବ, ଯେଉଁଟା ବିବାଦ କରିବା ପାଇଁ ଚାହିଁବନି ସେଇଟା ବିବାଦ ହେବ ନାହିଁ। କିନ୍ତୁ ବିବାଦ ହେବାର କୌଣସି କାରଣ ନାହିଁ। ନା ତ ସାମଞ୍ଜସ୍ୟ ରହିବ, ଆଜି ଏ ପରି ନହେଲେ ଆଉ କେଉଁ ପରି ଥିବ। ତେଣୁ ପରି ନାଁଟାକୁ ନେଇକରି ଆପଣ ବିବାଦ କରିବା ଦରକାର ନାହିଁ, କଣ୍ଟେଣ୍ଟ ଦେଖିବା ଦରକାର। କଣ୍ଟେଣ୍ଟ ହେଉଛି ଯେ ଗୋଟେ ଛୋଟ ଝିଅକୁ ମାନେ ଯିଏ 6 ବର୍ଷର ପିଲାଟାକୁ ଦୁଷ୍କର୍ମ କରିକି ତାକୁ ମର୍ଡର ହେବାଟା ଏଇଟା କେତେ ଦୂର ସମୀଚୀନ, ଏଇଟା ହେଉଛି ତ କାହାଣୀଟା। ତ ଏଇ ଯେଉଁ କାହାଣୀ ଯେଉଁ ନେଇଛନ୍ତି ସଞ୍ଜୟ ଭାଇ ଯେଉଁ ପ୍ରଡ୍ୟୁସର ହିସାବରେ ଏବଂ ତିରୁପତି ଯେଉଁଟା କରିଛନ୍ତି, ଦିସ୍ ଇଜ୍ ଦ ବେଷ୍ଟ କାହାଣୀ। ସୋସାଇଟିରେ ବର୍ତ୍ତମାନ ଏଇସବୁ ଯେଉଁ ଘଟଣା ଏମିତି ଅନେକ ପରି ଚାଲିଯାଇଛନ୍ତି, ଅନେକ ପରି, କ'ଣ ଗୋଟିଏ ପରି କି, ଇଏ ତ ଗୋଟେ କାହାଣୀଟେ ନେଇଛନ୍ତି ଫିଲ୍ମ ହିସାବରେ। ତେଣୁ ସେଇଟା ବନ୍ଦ ହେବା ଦରକାର ଏବଂ ଆୱାରନେସ୍ ନହେଲେ କେମିତି ଲୋକମାନେ ଜାଣିବେ ଏବଂ ଲୋକଙ୍କ ଭିତରେ ପର୍ଟିକୁଲାରଲି ସେଗୁଡ଼ା କନସିୟସନେସ୍ ଡେଭଲପ୍ ହେବା ଦରକାର ଯେ ବାପା ମାଆ ମାନେ ବି କନସିୟସ୍ ହେବା ଦରକାର, ନିଜେ ଛୁଆ ବି କନସିୟସ୍ ହେବା ଦରକାର। ଆଜିକାଲି ତ ବହୁତ ପିଲା ଛୋଟ ବେଳୁ ସେମାନେ ବହୁତ କଥା ଶିଖୁଛନ୍ତି, ଦେଖୁଛନ୍ତି, ସେମାନେ ଜାଣିଲେ ହିଁ ସେମାନେ କନସିୟସ୍ ହେବେ। ତେଣୁ ଗୋଟେ ବହୁତ ବଢ଼ିଆ ହେଇଛି। ଆଉ ଫିଲ୍ମ ହିସାବରେ ଫିଲ୍ମଟା ବହୁତ ବଢ଼ିଆ ତିଆରି ହେଇଛି ମେକିଂ ହିସାବରେ। कि जो नयागढ़ स्टोरी थिला और वर्तमान फिल्म जोटा है परी से भितर कौन सिमिलारिटी ना बोली तो कहीं बापा कम्प्लेन उठे कि झीर स्टोरी झीर ना ତାଙ୍କ ଝିଅର ଷ୍ଟୋରି କ'ଣ ଥିଲା ମୁଁ ଜାଣିନି ଏକ୍ଜାକ୍ଟଲି, ମୁଁ ସେଗୁଡ଼ାକ ସବୁ ଫଲୋ କରେ ନାହିଁ ଏସବୁ ବିବାଦ ଭିତରେ। କିନ୍ତୁ ଘଟଣା ଘଟିଥିଲା, ସେଇଟା ଦୁଃଖଦାୟକ ଘଟଣା। କିନ୍ତୁ ଏଇ ଯେଉଁ ସିନେମାଟା ହେଇଛି ତା ସହିତ କେତେ ସାମଞ୍ଜସ୍ୟ ଅଛି ମୁଁ ଜାଣିନି, କାହିଁକିନା ମୁଁ ସେସବୁ ଦେଖେ ନାହିଁ। ମୋ ବାଇ ପର୍ସନାଲି ମୁଁ ସବୁବେଳେ ପଜିଟିଭ୍ ଆଙ୍ଗେଲରେ ଦେଖେ ଏବଂ ପଜିଟିଭ୍ ଜିନିଷଟାକୁ ମୁଁ ସବୁବେଳେ ଫଲୋ କରେ, ନେଗେଟିଭ୍ ଜିନିଷକୁ ମୁଁ ଆଡ଼ାଏ ନାହିଁ, ପେପର ଫେପର ବନ୍ଦ ମୋର। ମୁଁ ତା ଭିତରେ ପଶେ ନାହିଁ। ମୋ ଉପରେ ତ ଦୁନିଆ କାମ, ମୁଁ କାହିଁକି ଏଗୁଡ଼ାକରେ ବସିବି। କିନ୍ତୁ ଯେଉଁ ସିନେମାଟା ତିଆରି ହେଇଛି, ସିନେମାଟା ହଁ ନାଁଟାର ଯେଉଁ ସାମଞ୍ଜସ୍ୟ ଅଛି, ମୁଁ କହିଲି ସେଟାକୁ ଦେଖିବା ଦରକାର ନାହିଁ। ଏଇଟା ଗୋଟେ ସିନେମା। ସିନେମା ସବୁବେଳେ ସମାଜରୁ ଇନଫ୍ଲୁଏନ୍ସ ହୁଏ, ନହେଲେ ସିନେମାଟାରୁ ଲୋକମାନେ ଇନଫ୍ଲୁଏନ୍ସ ହୁଅନ୍ତି, ଦୁଇଟାଙ୍କ କଥା। ତେଣୁ ଏଇଟା ଗୋଟେ ଭଲ ସିନେମାଟା ତିଆରି ହେଇଛି, ଲୋକଙ୍କୁ ଆୱେୟାର କରିବା ପାଇଁ ସିନେମାଟା ତିଆରି ହେଇଛି। ଲୋକମାନେ ଦେଖନ୍ତୁ ଏବଂ କନସିୟସ୍ ହୁଅନ୍ତୁ। ଯେଉଁମାନେ ଏଭଳି ଦୁଷ୍କର୍ମ କରୁଛନ୍ତି ଏବଂ ଏଭଳିଆ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ନିଜକୁ ବଦଳେଇ ଦିଅନ୍ତୁ। କେବଳ ସିନେମା ନୁହେଁ, ସରକାର ମଧ୍ୟ ଜାଗ୍ରତ ହେଲେଣି ଏବଂ ପର୍ଟିକୁଲାରଲି ଲୋକମାନେ ମଧ୍ୟ ଜାଗ୍ରତ ହେଲେଣି। ଏଥିରୁ ନିବୃତ୍ତ ରୁହନ୍ତୁ। ଏଇଟା ଷ୍ଟ୍ରିକ୍ଟଲି ଦିସ୍ ଇଜ୍ ଦ ମେସେଜ୍ ଫର୍ ୟୁ ଅଲ୍, ଯେଉଁମାନେ କି ଦୁଷ୍କର୍ମ କରିବାର ମାନସିକତାରେ ଅଛନ୍ତି। ଆଉ ଯେଉଁମାନେ ବାପା ମାଆ ମାନେ ମଧ୍ୟ ଟିକେ କନସିୟସ୍ ହୁଅନ୍ତୁ। ଝିଅମାନଙ୍କର ବାପା ମାଆ ମାନେ, ପୁଅମାନଙ୍କର ବି ବାପା ମାଆ ମାନେ ବି କନସିୟସ୍ ହେବା ଦରକାର। ସୋ ବି କନସିୟସ୍ ଆବାଉଟ୍ ୟୁର୍ ଚିଲଡ୍ରେନ୍। ଦେଖିବେ ପରିବାର ଭଲରେ ରହିଲେ ସମସ୍ତେ ଭଲରେ ରହିବେ।